ସରକାରୀ ବାବୁଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ କାର୍ଯ୍ୟରତ ଏବିଡିଓ ଭାବରେ ଅସିତ କୁମାର ପାତ୍ରଙ୍କ ବିଭିନ୍ନ ପାଖାପାଖି 7ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଆମେ ବର୍ତ୍ତମାନ ଅଛୁ ଧର୍ମଶାଳା ବ୍ଲକ ପରିସରରେ, ଯେଉଁଠି ପାଖାପାଖି ସେ 5 ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ସେ କାର୍ଯ୍ୟ କରୁଥିଲେ ଏବଂ ପାଖାପାଖି ତାଙ୍କ ନାଁରେ ଯୋଉ ଆଲିଗେସନ ଆସିଛି ଏବଂ ଯୋଉ ଅଭିଯୋଗ ଆସିଛି, ସେ ଅଭିଯୋଗ ଆଧାରରେ ହିଁ ଆଜି ଭିଜିଲାନ୍ସ ରେଡ୍ କରାଯାଉଛି। ତାଙ୍କର ଯୋଉ ରହିଛି ସମ୍ପତ୍ତି ଠୁଳ ଅଭିଯୋଗ ରହିଛି ଏବଂ ସେ ଅଭିଯୋଗ ଆଧାରରେ ହିଁ ଆଜି ଭିଜିଲାନ୍ସ ରେଡ୍ କରୁଛି। ଆପଣ ଦେଖିପାରୁଥିବେ, ଇଏ ହେଉଛି ଧର୍ମଶାଳା ବ୍ଲକର ଚିତ୍ର ଦେଖିପାରୁଥିବେ, ଯେଉଁଭଳି ଭାବରେ ସକାଳୁ ସକାଳୁ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଆଜି ଯାଞ୍ଚ କରାଯାଉଛି ସମସ୍ତ କାଗଜପତ୍ର, କାହିଁକିନା ସେ ପାଖାପାଖି ଦୀର୍ଘ ବହୁ ବର୍ଷ ଧରି ଏଠାରେ କାର୍ଯ୍ୟ କରି ଆସୁଛନ୍ତି। ଏବଂ ଆଉ ଗୋଟେ କଥା ହଉଛି, ସେ ପାଖାପାଖି ଏଠି ଆଜି ସକାଳୁ ପାଖାପାଖି 3 ଜଣ ପାଖାପାଖି 3 ଜଣ ଡିଏସ୍ପିଙ୍କ ଆଧାରରେ 3 ଜଣ ଡିଏସ୍ପି ଏବଂ କିଛି ଇନ୍ସପେକ୍ଟରଙ୍କ ଅଧ୍ୟକ୍ଷତାରେ ବର୍ତ୍ତମାନ ଚାଲିଛି ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି ଏବଂ ଦେଖିପାରୁଥିବେ ଭିଜିଲାନ୍ସ ଟିମ୍ ପକ୍ଷରୁ ସମସ୍ତ ପ୍ରକାର କାଗଜପତ୍ର ଯାଞ୍ଚ କରାଯାଉଛି। ପ୍ରତିକ୍ରିୟା ନେବାକୁ ଚାହିଁବା ସାର୍, କେତେକୁ ସାର୍ କାଗଜପତ୍ର ଯାଞ୍ଚ କରାଯାଉଛି? ପ୍ରତିକ୍ରିୟା ଦେବାକୁ ସାର୍ ମନା କରୁଛନ୍ତି, କିନ୍ତୁ ବର୍ତ୍ତମାନ ଆପଣ ଦେଖିବେ ବିଭିନ୍ନ ସ୍ଥାନରେ ଆଜି ପାଖାପାଖି 7ଗୋଟି ସ୍ଥାନରେ ଯଦି କହିବା ଯେ ଭିଜିଲାନ୍ସ ଟିମ୍ ପକ୍ଷରୁ এই ଯାଞ୍ଚ କରାଯାଉଛି ଏବଂ କାଗଜପତ୍ର ଯାଞ୍ଚ କରାଯାଉଛି, କାହିଁକିନା ସେ ଯେତେ ବର୍ଷ ହେଲାଣି ଏଠାରେ ରହିଛନ୍ତି ଏବଂ 5 ବର୍ଷରୁ ଉର୍ଦ୍ଧ୍ୱ ପାଖାପାଖି କୁହାଯିବ ବହୁ ବର୍ଷ ଧରି ସେ ଧର୍ମଶାଳା ବ୍ଲକରେ କାର୍ଯ୍ୟ କରୁଥିଲେ ଏବଂ ସେ କାର୍ଯ୍ୟ କରିବା ଆଧାରରେ ହିଁ ସେ ଏଠାରେ କେତେ କାର୍ଯ୍ୟାଦେଶରେ କେତେ ବିଲ୍ କରିଛନ୍ତି ଏବଂ କେଉଁଠୁ କେତେ ଟଙ୍କା ହାତେଇଛନ୍ତି ତାକୁ ନେଇ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯାଞ୍ଚ କରାଯାଉଛି ଏବଂ ସମସ୍ତ ପ୍ରକାର ଡକୁମେଣ୍ଟ ପାଖାପାଖି ତାଙ୍କର ଧର୍ମଶାଳା ବ୍ଲକ କଥା କୁହନ୍ତୁ, ତାଙ୍କ ବାସଭବନ କଥା କୁହନ୍ତୁ, ତାଙ୍କ ରିଲେଟିଭ ଯିଏ ଅଛନ୍ତି ତାଙ୍କ ଘର କଥା କୁହନ୍ତୁ, ସମସ୍ତଙ୍କ ପାଖରେ ପାଖାପାଖି ସବୁଠି ଯାଞ୍ଚ କରାଯାଉଛି ଏବଂ ବିଶେଷ କରି ଆଜି ସକାଳୁ ବର୍ତ୍ତମାନ ଆଜି ଭିଜିଲାନ୍ସ ଟିମ୍ ପହଞ୍ଚି ଆଜି ସମସ୍ତ ପ୍ରକାର ଯାଞ୍ଚ କରୁଛନ୍ତି ଏବଂ ଆଗାମୀ ପର୍ଯ୍ୟାୟରେ ଜଣା ପଡିବ ଯେ ପ୍ରକୃତରେ କେତେ ଟଙ୍କା ସରକାରୀ ବାବୁ ହାତେଇଛନ୍ତି ଏବଂ କେତେ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ ତାଙ୍କର ଅଭିଯୋଗ ହୋଇଛି। ଏ ନେଇ ନିଶ୍ଚିତ ଭାବରେ ଆଗାମୀ ସମୟରେ ହିଁ ଭିଜିଲାନ୍ସ ଟିମ୍ ସ୍ପଷ୍ଟ କରିବ। ଯାଜପୁର ଧର୍ମଶାଳାର ହେମନ୍ତ ଦାସ, ନନ୍ଦିଘୋଷ ଟିଭି।